ବାଲେଶ୍ୱର ଜିଲ୍ଲା କୋର୍ଟରେ ଆଜି ଏକ ଏମିତି କେସ୍ର ବିଚାର ହେବାକୁ ଯାଉଥିଲା, ଶୁଣିଲେ ଆପଣ ତାଟକା ହୋଇଯିବେ। କୋର୍ଟରେ ଆଜି ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ବିଚାର କରିବାକୁ ଯାଉଥିଲେ। ଆଜି ଯାହାର ବିଚାର ହେବାକୁ ଯାଉଥିଲା ତାଙ୍କ ନାଁ ହେଉଛି ସମର ମହାପାତ୍ର। ଜଣେ ମହିଳାଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଥିଲେ। ପୋଲିସ ସମରକୁ ନେଇ କୋର୍ଟରେ ପହଞ୍ଚିଗଲା। ଆଉ କବାଟ ଖୋଲି ଯେତେବେଳେ କୋର୍ଟ ରୁମ୍କୁ ସମର ପଶିଛନ୍ତି, ଆଖି ସାମ୍ନାର ଦୃଶ୍ୟ ଦେଖି ଚମକି ପଡ଼ିଲେ। ପାଦ ଯେମିତି ଥରଥର ହୋଇଗଲା, କାରଣ ବିଚାରପତି ଆସନରେ ଯିଏ ବସିଥିଲେ ସେ ହେଉଛନ୍ତି ସମରଙ୍କ ସ୍ତ୍ରୀ ଗୀତା। ଆଉ ସମରକୁ ଦେଖି ତାଙ୍କ ବିଚାରପତି ସ୍ତ୍ରୀ ବି ଆଶ୍ଚର୍ଯ୍ୟ ହୋଇଗଲେ। ଆଖି ତାଙ୍କର ବଡ଼ ବଡ଼ ହୋଇଗଲା। କିଛି ବର୍ଷ ଆଗରୁ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା, ଆଉ ସ୍ତ୍ରୀ ଏହା ଭିତରେ ବନିଯାଇଥିଲେ ବିଚାରପତି। ବିଚାର ଆରମ୍ଭ ହେଲା, କିନ୍ତୁ ଏହା ଭିତରେ ଗୀତା କ'ଣ କରିବେ ବୋଲି ନିଜେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। କିଛି ସମୟ ପରେ ଶୁଣାଣି ସରିଲା। ସ୍ୱାମୀଙ୍କୁ ସେ ଯାହା ଦଣ୍ଡ ଶୁଣାଇଲେ, ଶୁଣିକି ତ ସେଠାରେ ଉପସ୍ଥିତ ଲୋକଙ୍କ ହୋସ୍ ଉଡ଼ିଗଲା। ସମସ୍ତେ ତାଜୁବ ହୋଇଗଲେ। ସତରେ କ'ଣ ଏମିତି ହୋଇପାରେ? ତେବେ ସମରକୁ କି ଦଣ୍ଡ ଶୁଣାଇଲେ ତାଙ୍କ ପତ୍ନୀ? ସମର କେଉଁ ମହିଳାଙ୍କ ହତ୍ୟା କରିଥିଲେ? କ'ଣ ଥିଲା ସେ ମାମଲା? ଆଉ କେମିତି ହୋଇଥିଲା ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଛାଡ଼ପତ୍ର? ପୁରା ଘଟଣା ଜାଣିବା ପାଇଁ ଭିଡ଼ିଓକୁ ସ୍କିପ୍ ନ କରି ସମ୍ପୂର୍ଣ୍ଣ ଦେଖନ୍ତୁ। ପୁରା ଇଣ୍ଟରେଷ୍ଟିଂ କାହାଣୀ। ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏ ମାମଲା ସମ୍ପର୍କରେ ଜାଣିବାକୁ ହେଲେ ଆମକୁ 5 ବର୍ଷ ତଳକୁ ଯିବାକୁ ପଡ଼ିବ। ବାଲେଶ୍ୱରର ନିମାପଡ଼ାର ସମର ମହାପାତ୍ର ଆଉ ପଡ଼ୋଶୀ ଗାଁର ଗୀତା ମହାପାତ୍ର, ଉଭୟଙ୍କ ଜୀବନର ଆଜି ଥିଲା ସବୁଠୁ ଖୁସିର ଦିନ। କାରଣ ଉଭୟ ଆଜି ସବୁଠୁ ବଡ଼ ବନ୍ଧନ ଅର୍ଥାତ୍ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଥିଲେ। ଏବେ ଥିଲା ବିଦାୟର ବେଳା। ବିଦାୟ ନେଇ ଗୀତା ନିଜ ଶାଶୁ ଘରେ ପହଞ୍ଚିଗଲେ। ପହଞ୍ଚିବା ପରେ ଶାଶୁଘର ଲୋକ ତାର ଧୁମଧାମରେ ସ୍ୱାଗତ କଲେ। ଆଉ ଭୋଜି ଭାତ, ବନ୍ଧୁବାନ୍ଧବ ଉତ୍ସବରେ ଘର ପଡ଼ୁଥିଲା ଆଉ ଉଠୁଥିଲା। ଏମିତି 4 ଦିନ ବିତିଗଲା। ଆଉ ଧୀରେ ଧୀରେ ବନ୍ଧୁବାନ୍ଧବ ବି ଫେରିଗଲେ। ପୁଣି ସ୍ୱାମୀ, ସ୍ତ୍ରୀ ଆଉ ଶାଶୁଙ୍କୁ ନେଇ ଗୀତା ନିଜ ସ୍ୱପ୍ନର ଘର ବନେଇବା ଆରମ୍ଭ କରିଦେଲେ। ସମସ୍ତେ ସମସ୍ତଙ୍କ ପ୍ରତି ଭଲ ପାଇବା ଥିଲା। ଆଉ ଏମିତି ଭଲରେ ଭଲରେ ବର୍ଷେ ବିତିଗଲା। ତେବେ ଗୀତାଙ୍କର ଉଚ୍ଚ ଶିକ୍ଷା ପାଇଁ ବହୁତ ବଡ଼ ଆଗ୍ରହ ଥିଲା। ନିଜେ ଜଣେ ବଡ଼ ଲୋକ ହେବାର ସ୍ୱପ୍ନ ଦେଖୁଥିଲେ। ବର୍ଷେ ହେଲା ସେ ପରିବାରକୁ ଖୁବ୍ ଭଲରେ ସମ୍ଭାଳି ନେଇଥିଲେ। ଏବେ ତାଙ୍କ ସ୍ୱପ୍ନ ପୂରଣ କରିବାର ସମୟ ଥିଲା। ତେଣୁ ସେ ଅଧିକ ପଢ଼ିବା ଆରମ୍ଭ କରିଦେଲେ। ସ୍ୱାମୀ ଯଦିଓ ପ୍ରଥମେ ରାଜି ନଥିଲେ, ସ୍ତ୍ରୀଙ୍କ ଆଗ୍ରହ ଆଉ ପରିଶ୍ରମ ଦେଖି କିଛି କହିଲେନି। ଶାଶୁ କିନ୍ତୁ ବୋହର ସମର୍ଥନ କରୁଥିଲେ। ତେବେ ଘର କାମ ଓ ପାଠପଢ଼ା ଭିତରେ ଧୀରେ ଧୀରେ ଗୀତା ତାଙ୍କ ସ୍ୱାମୀଙ୍କୁ ସମୟ ଦେବା କମାଇ ଦେଇଥିଲେ। ଏଇଟା ଥିଲା ଗୀତାଙ୍କର ବଡ଼ ଭୁଲ, ଯାହା ଆଗକୁ ବଡ଼ ଘଟଣାର ରୂପ ନେଇଥିଲା। ଯେତେବେଳେ ଗୀତା ସମରକୁ ସମୟ ଦେବା କମେଇ ଦେଲେ, ସମରଙ୍କ ବେଶୀ ସମୟ ବାହାରେ କଟୁଥିଲା, ମାନେ ସାଙ୍ଗମାନଙ୍କ ସହିତ। ରାତିରେ ବି ଡେରି ଫେରିବା ଯେମିତି ନୀତିଦିନିଆ ହୋଇଯାଇଥିଲା। ଦିନେ ଏମିତି ରାତିରେ ଫେରି ଶୋଇପଡ଼ିଥିଲେ ସମର। ଆଉ ଅଧା ରାତିରେ ତାଙ୍କ ଫୋନ୍କୁ ଏକ ମେସେଜ ଆସିଲା। ସେଇଟା ଜଣେ ଯୁବତୀଙ୍କ ମେସେଜ ଥିଲା, ଯେଉଁଥିରେ ଲେଖା ଥିଲା, ସୁନା ଶୋଇପଡ଼ିଲେଣି କି? ଧନ, ମୋତେ କାହିଁ ମେସେଜ କରିନ? ଆଇ ଲଭ୍ ୟୁ। ସେ ମେସେଜରେ କେବଳ ଏତିକି ଲେଖା ହୋଇଥିଲା। ଯାହାକୁ ଦେଖି ଗୀତାଙ୍କ ମୁଣ୍ଡରେ ଯେମିତି ବଜ୍ର ପଡ଼ିଗଲା। ପାଦ ତଳୁ ଯେମିତି ମାଟି ଖସିଗଲା ପରି ଲାଗିଲା। ପଢ଼ିବେ କ'ଣ? ରାତି ସାରା ସେଇ କଥା ଭାବି ଭାବି ତାଙ୍କୁ ଆଉ ନିଦ ହେଲାନି। ଅପେକ୍ଷା କରିଥିଲେ କେତେବେଳେ ସକାଳ ହେବ ଆଉ ସମରକୁ ଏକଥା ପଚାରିବେ। ସକାଳ ହେଲା। ସମର ଉଠିଲେ। ଉଠିବା ପରେ ଗୀତା ଯେତେବେଳେ ଏଇ କଥା ପଚାରିଲେ, ସମରଙ୍କ ମୁହଁର ଭାବ ପରିବର୍ତ୍ତନ ହୋଇଗଲା। ସେ ତୁରନ୍ତ ସମ୍ଭାଳି ନେଇ କହିଲେ, ସେ କିଏ ମୁଁ ଜାଣିନି। ଗୀତା ଯେତେ ପଚାରିଲେ ବି ଅସ୍ୱୀକାର କଲେ। ସ୍ୱାମୀ ଯେତେବେଳେ ମାନିଲେନି, ଗୀତା ବି ଚୁପ୍ ରହିବାକୁ ବାଧ୍ୟ ହେଲେ ସେତେବେଳେ ଗୀତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନି, ଯେତେବେଳେ ପରଦିନ ସେ ସମର ଓ ସେ ଝିଅଙ୍କ ଫଟୋ ତାଙ୍କ ମୋବାଇଲରେ ଦେଖିନେଲେ। ଆଉ ଯେତେବେଳେ ସମରଙ୍କୁ ଏ ଫଟୋ ଦେଖେଇ ପଚାରିଲେ, ଆରମ୍ଭ ହୋଇଗଲା ମହାଭାରତ। ସମର ବି ଚିଡ଼ିଗଲେ ଆଉ କହିଲେ, ହଁ, ମୁଁ ସେ ଝିଅକୁ ଭଲ ପାଉଛି, ସେ ମୋତେ ଭଲ ପାଉଛି। ଏକଥା ଶୁଣି ଯେମିତି ଗୀତାଙ୍କର ପୁରା ଦୁନିଆ ବଦଳିଗଲା। ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। ରାଗରେ ସେ ସମରଙ୍କୁ ଚାପୁଡ଼ା ମାରିଦେଲେ। କହିଲେ, ମୁଁ କ'ଣ ମରିଗଲି? ତମେ ଆଉ କାହାକୁ ସାଥିରେ ଧରି ବୁଲୁଛ? ତମକୁ ଏତେ ଭଲ ପାଉଛି, ତମର ସବୁ କାମ କରୁଛି, ତାପରେ ବି ତମେ ଆଉ କାହାକୁ କେମିତି ନିଜର କରିପାରୁଛ? ସେଠୁ ସମର ବି ରାଗି କହିଲେ, ଭଲ ପାଉଛ? କାହାକୁ ଭଲ ପାଉଛ? କାହାକୁ ସମୟ ଦଉଛ? ତମେ ମୋତେ ନୁହେଁ, ତମ ଭବିଷ୍ୟତକୁ ଭଲ ପାଉଛ, ତମ ସ୍ୱପ୍ନକୁ ଭଲ ପାଉଛ। ମୋତେ କି ମୋ ମନ କଥା କେବେ ବୁଝିବାକୁ ଚେଷ୍ଟା କରିଛ? ଯେତେବେଳେ ଦେଖିବ ଖାଲି ଘର କାମ ନହେଲେ ପାଠପଢ଼ା। ତା ବୋଲି କ'ଣ ଆଉ କାହା ସହିତ? ଗୀତା ବି ରାଗରେ ପଚାରୁଥିଲେ। ହଁ, ମୁଁ ସେଇଆ ହିଁ କରିବି, କାରଣ ମୁଁ ବି ଜଣେ ମଣିଷ, ମୁଁ ଜଣେ ପୁରୁଷ। ତମ ପରି ମୋର ଉଚ୍ଚ ଆଶା ନଥିଲେ ବି ମୋର ବି କ'ଣ ସାଥୀ ଦରକାର,
ଯିଏକି ମୋତେ ବୁଝିପାରୁଥିବ, ମୋତେ ସମୟ ଦେଇପାରୁଥିବ, ମୋ ମନ କଥା ଜାଣିପାରୁଥିବ। ସମରଙ୍କର ଏଇ କଥାରେ ଗୀତା ଟିକେ ନରମି ଗଲେ। ଆଉ ଝଗଡ଼ା ନ କରି ଭିତରକୁ ପଳାଇଲେ। ଏବେ ପ୍ରତିଦିନ ଏମିତି ଝଗଡ଼ା ଚାଲୁଥିଲା। ଆଉ ସମରଙ୍କର ସେ ଅଭ୍ୟାସ ବି ଅଧିକ ବଢ଼ିଯାଇଥିଲା। ସେ ଝିଅ ସହିତ ସେ ଅଧିକ ମିଶିବା ସହିତ ଘରକୁ ଆଣିବାକୁ ବି ପଛଉନଥିଲେ। ଧୀରେ ଧୀରେ ଏ ଘଟଣାକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା କମିବ କ'ଣ, ବଢ଼ି ବଢ଼ି ଚାଲିଲା। ଆଉ ସମୟ ଆସିଲା ଗୀତାଙ୍କୁ ଛାଡ଼ପତ୍ର ଦେବା ପାଇଁ ସମର ପ୍ରସ୍ତୁତ ହୋଇଗଲେ। କିଛି ଦିନ ଭିତରେ ଛାଡ଼ପତ୍ର ବି ହୋଇଗଲା। ଗୀତା ଏବେ ସମରଙ୍କୁ ଛାଡ଼ି ନିଜ ବାପ ଘରକୁ ଚାଲି ଯାଇଥିଲେ। ଏତେ ସବୁ ଭିତରେ ସେ ନିଜ ସ୍ୱପ୍ନକୁ ଭୁଲି ନଥିଲେ। ଖୁବ୍ ପାଠ ପଢ଼ୁଥିଲେ। ସମୟ ବିତିବାରେ ଲାଗିଥିଲା। ଛାଡ଼ପତ୍ର ଦୁଃଖ ଯଦିଓ ଗୀତାଙ୍କୁ ଭିତରୁ ଭିତରୁ ଭାଙ୍ଗି ଦେଇଥିଲା, କିନ୍ତୁ ସେ ତାଙ୍କ ଦୁଃଖକୁ ଭିତରେ ଚାପି ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିଥିଲେ। ଏବେ ସେହି ସମୟ ଆସିଯାଇଥିଲା। ତାଙ୍କର ପରିଶ୍ରମ ସାର୍ଥକ ହୋଇଯାଇଥିଲା। ଦିନେ ରେଜଲ୍ଟ ଆସିଲା। ଆଉ ରେଜଲ୍ଟ ଶୁଣି ସେ ଯେମିତି ପାଗଳ ହୋଇଯାଇଥିଲେ। କାରଣ ସେ ଏବେ ବିଚାରପତି ପାଲଟି ଯାଇଥିଲେ। ଆଉ ଜିଲ୍ଲା କୋର୍ଟରେ ତାଙ୍କୁ ନିଯୁକ୍ତି ମିଳିଗଲା। ନାଲିବତୀ ଗାଡ଼ି ସହିତ VIP ଷ୍ଟାଟସ୍ ମିଳିଥିଲା। ସମୟ ବିତିବାରେ ଲାଗିଥିଲା। ଅନ୍ୟ ପଟରେ ଗୀତାଙ୍କଠୁ ଛାଡ଼ପତ୍ର ନେଇ ସମର ଖୋଲା ଆକାଶର ପକ୍ଷୀ ହୋଇଯାଇଥିଲେ। କାରଣ ତାକୁ ଭୁଲ ବାଟକୁ ଅଟକାଇବା ପାଇଁ କେହି ନଥିଲେ। ତେଣୁ ଝିଅଙ୍କ ସହିତ ମିଶି ମୌଜ ମସ୍ତି କରିବା ତାଙ୍କର ଅଭ୍ୟାସ ହୋଇଯାଇଥିଲା। ଆଉ ତାଙ୍କର ଏହି ଅଭ୍ୟାସ ତାଙ୍କ ପାଇଁ କାଳ ସାଜିବ ବୋଲି ସେ କେବେ ଭାବିନଥିଲେ। ଦିନେ ସେ ମିଶୁଥିବା ଝିଅକୁ କେହି ଜଣେ ହତ୍ୟା କରିଦେଲା। ଏ ଖବର ପାଇବା ପରେ ସମର ତୁରନ୍ତ ସେ ଘଟଣାସ୍ଥଳକୁ ବାହାରିଗଲେ। ହେଲେ ଜାଣିନଥିଲେ ଏ ଘଟଣା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏହା ଭିତରେ ସେ ଝିଅର ବାପା ମା ବି ଘଟଣାସ୍ଥଳକୁ ଆସିଯାଇଥିଲେ। ଆଉ ଯେମିତି ସମରକୁ ଦେଖିଛନ୍ତି ଯେମିତି ପାଗଳ ହୋଇଗଲେ। ତୁରନ୍ତ ତାଙ୍କ ମା ଚିଲେଇବାକୁ ଲାଗିଲେ, ଇଏ ହେଉଛି ମୋ ଝିଅର ହତ୍ୟାକାରୀ, ଇଏ ହେଉଛି ମୋ ଝିଅର ହତ୍ୟାକାରୀ। ତାକୁ ବାନ୍ଧି ନିଅ, ତାକୁ ଫାଶୀରେ ଚଢ଼େଇ ଦିଅ। ସେ ଘଟଣାସ୍ଥଳରୁ ହିଁ ପୋଲିସ ସମରକୁ ଉଠାଇ ନେଲା। ସମର ଚିତ୍କାର କରି ମୁଁ ନିର୍ଦ୍ଦୋଷ ବୋଲି ଚିଲଉଥିଲେ। କେହି ବି ତାଙ୍କ କଥା ଶୁଣିଲେନି। କାରଣ ସମସ୍ତେ ଜାଣିଥିଲେ ସେ ଝିଅକୁ ସମର ଭଲ ପାଉଥିଲା। ସବୁବେଳେ ତା ସହିତ ସମୟ ବିତାଉଥିଲା। ଆଉ ଗତ ରାତିରେ ବି ସମର ତା ସହିତ ହୋଟେଲରେ ବିତାଇଥିଲା। ତ ସବୁକିଛି ସନ୍ଦେହ ସମରଙ୍କ ଆଡ଼କୁ ଇସାରା କରୁଥିଲା। ତେଣୁ ପୋଲିସ ବି ସମର ନାଁରେ ମାମଲା ରୁଜୁ କରି ସମରକୁ ଦୋଷୀ ସଜାଇ ଦେଇଥିଲେ। ଆଉ ସମରଙ୍କ ମାମଲା କୋର୍ଟରେ ବର୍ଷେ ହେଲା ଶୁଣାଇ ଚାଲିଥିଲା। ଆଉ ଆଜି ଥିଲା କେସ୍ର ଚତୁର୍ଥ ଶୁଣାଣି। ତେଣୁ ଜିଲ୍ଲା କୋର୍ଟକୁ ପୋଲିସ ସମରକୁ ନେଇକି ଆସିଥିଲା। ସବୁବେଳେ ଅନ୍ୟ ବିଚାରପତି ଶୁଣାଣି କରୁଥିଲେ, କିନ୍ତୁ ଏବେ ସେହି କେସ୍ର ବିଚାର ଗୀତାଙ୍କ ହାତରେ ଥିଲା। ତ ବିଚାରପତି ଆସନରେ ନିଜ ସ୍ତ୍ରୀକୁ ଦେଖି ଚମକି ପଡ଼ିଥିଲେ ସମର। ଆଉ ସମରକୁ ଦେଖି ଗୀତା ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗୀତାଙ୍କୁ ଦେଖି ସମରଙ୍କ ଆଖିରୁ ଲୁହ ଗଡ଼ିବା ଆରମ୍ଭ ହୋଇଯାଇଥିଲା। ସେଠୁ ଶୁଣାଣି ଆରମ୍ଭ ହୋଇଗଲା। ସରକାରୀ ଓକିଲ ଓ ସମରଙ୍କ ଓକିଲ ନିଜ ନିଜ କାଗଜପତ୍ର ଦେଖାଇ ଯୁକ୍ତି ଆରମ୍ଭ କରିଦେଇଥିଲେ। କିନ୍ତୁ ସେମାନଙ୍କ ପାଟି ସମରଙ୍କୁ ଭେଦ କରିପାରୁନଥିଲା। ସେ ଖାଲି ହାତ ଯୋଡ଼ି କାନ୍ଦି କାନ୍ଦି ଗୀତାଙ୍କ ଆଡ଼କୁ ଅନଉଥିଲେ। ମଝିରେ ମଝିରେ କହୁଥିଲେ, ମୁଁ ନିର୍ଦ୍ଦୋଷ, ମୁଁ ତା ହତ୍ୟା କରିନି, ଜାଣିନି କିଏ ତାକୁ ହତ୍ୟା କରି ମୋତେ ଫସେଇ ଦେଇଛି। ଗୀତା ବି ନିଜ ସ୍ୱାମୀକୁ ଠିକ୍ରେ ଚିହ୍ନିଥିଲେ ଆଉ ଜାଣିଥିଲେ। ସେ ତାଙ୍କୁ ଧୋକା ଦେଇଥିଲେ ସତ, ହେଲେ ସେ ହତ୍ୟାକାରୀ ହୋଇପାରିବେନି। କାହାକୁ ହତ୍ୟା କରିବା କେବେ ସମ୍ଭବ ନୁହେଁ ତାଙ୍କ ଦ୍ୱାରା, ଏକଥା ତାଙ୍କର ବିଶ୍ୱାସ ଥିଲା। ତେଣୁ ଗୀତା ଟିକେ ଚିନ୍ତିତ ହୋଇଗଲେ। ଆଉ କିଛି ସମୟ ଚିନ୍ତା କରିବା ପରେ କହିଲେ କି ଏ କେସ୍ରେ ମୋର କିଛି ସନ୍ଦେହ ଅଛି। ତେଣୁ ଆଜି ଦଣ୍ଡାଦେଶ ହୋଇପାରିବନି। ତାରିଖ ଘୁଞ୍ଚେଇ ଦେଲେ ଗୀତା। ଏହା ଭିତରେ ସମର ହାତ ଯୋଡ଼ି କହୁଥିଲେ, ମୋତେ କ୍ଷମା କରିଦିଅ। ତେବେ ଗୀତା କହିଲେ କି ଏମିତି କ୍ଷମା ଦିଆଯାଇପାରିବନି। ସନ୍ଧ୍ୟାରେ ମୋ ବଙ୍ଗଳାରେ ଏହାର ବିଚାର ହେବ। ସେଠୁ ଚୁପଚାପ ସେ ନିଜ ମୁନ୍ସି ହାତରେ ତାଙ୍କ ଫୋନ୍ ନମ୍ବର ଧରେଇ ଦେଇ କହିଲେ କି ଫୋନ୍ କରିବାକୁ। କାହାକୁ ବି ଏ ସମ୍ପର୍କରେ କହିବାକୁ ମନା କରି ସେଠାରୁ ପଳେଇଲେ। ନମ୍ବର ପାଇ ସମର ସନ୍ଧ୍ୟାବେଳେ ଗୀତାଙ୍କୁ ଫୋନ୍ କଲେ। ଆଉ ଫୋନ୍ରେ କାନ୍ଦି କାନ୍ଦି କହିଲେ କି ପ୍ଲିଜ୍ ମୋତେ କ୍ଷମା କରିଦିଅ, ମୋର କିଛି ବି ଦୋଷ ନାହିଁ। ସେଠୁ ଗୀତା କହିଲେ କି ତମେ ନିଶ୍ଚୟ କିଛି ନା କିଛି ଭୁଲ କରିଛ, ଯାହାର ଦଣ୍ଡ ତମକୁ ଭୋଗିବାକୁ ପଡ଼ୁଛି। ସେଠୁ ସମର କହିଲେ କି ପ୍ଲିଜ୍ ବୁଝିବାକୁ ଚେଷ୍ଟା କର, ମୁଁ କିଛି ବି ଦୋଷ କରିନି କି ତାଙ୍କର ହତ୍ୟା କରିନି। ମୁଁ ଖାଲି ଗୋଟିଏ ଭୁଲ କରିଛି କି ତମକୁ ବୁଝିପାରିଲିନି ଆଉ ତମକୁ ଛାଡ଼ିଦେଲି। ସେଠୁ ଗୀତା କହିଲେ କି ଠିକ୍ ଅଛି, କାଲି ଅଫିସରେ ଏକୁଟିଆ ଭେଟିବ, ତମ ସହିତ କଥା ଅଛି। ପୋଲିସକୁ ମୁଁ ଅର୍ଡ଼ର ଦେଉଛି, ସେ ଆଣି ତମକୁ ମୋ ଅଫିସରେ ପହଞ୍ଚାଇ ଦେବ। କେମିତି ସକାଳ ହେବ ଆଉ ଗୀତାଙ୍କୁ ଭେଟିବ, ସେ ନେଇ ରାତିସାରା ସମରକୁ ନିଦ ହେଲାନି। ସକାଳ ହେଲା ଆଉ ସମରକୁ ନେଇ ପୋଲିସ ଗୀତାଙ୍କ ଅଫିସରେ ପହଞ୍ଚିଗଲା। କେବଳ ସମରକୁ ଛାଡ଼ି ଅନ୍ୟ ପୋଲିସକୁ ଅଫିସରୁ ବାହାରିବା ପାଇଁ ଗୀତା କହିଲେ। ଆଉ ତାପରେ ସମର ସିଧା ଯାଇ ଗୀତାଙ୍କ ଗୋଡ଼ ତଳେ ପଡ଼ି ବାରମ୍ବାର କ୍ଷମା ମାଗିବା ଲାଗିଲେ। ଗୀତା କହିଲେ କି
ଏବେ ମୋ କଥା ମନେ ପଡ଼ୁଛି? ଏବେ ଭୁଲ ସ୍ୱୀକାର କରୁଛ? ସେତେବେଳେ କ'ଣ ଜାଣିପାରିଲନି ଯେ ତମର ବି ଜଣେ ସ୍ତ୍ରୀ ଅଛି? ସ୍ତ୍ରୀ ଆଗରେ ସେ ଝିଅ ସହିତ କଥା ହେଉଥିଲ, ସ୍ତ୍ରୀ ସାମ୍ନାରେ ସେ ଝିଅକୁ ଘରକୁ ନେଇକି ଆସୁଥିଲ। ସେତେବେଳେ କ'ଣ ସ୍ତ୍ରୀ କଥା ମନେ ପଡ଼ୁନଥିଲା? ଏତେ ସବୁ ପରେ ବି ମୋତେ ଦୋଷ ଦେଇ ଛାଡ଼ପତ୍ର ଦେଇଦେଲ, ଆଉ ଯେତେବେଳେ ଏତେ ବଡ଼ ଦଣ୍ଡ ଭୋଗିବାକୁ ଯାଉଛ ସେତେବେଳେ ମୋ କଥା ମନେ ପଡ଼ିଗଲା। ଏବେ ମୋ ଠାରୁ କି ଆଶା କରୁଛ? ଏତିକି ଶୁଣି ସମର ସଙ୍ଗେ ସଙ୍ଗେ ହାତ ଯୋଡ଼ିଦେଲେ ଆଉ କହିଲେ କି ମୁଁ ସେ ଝିଅକୁ ମାରିନି, ମୁଁ ବି ଜାଣିନି ତାକୁ କିଏ ମାରିଛି। ବାସ୍ ତମ ପାଖରେ ଏତିକି ନିବେଦନ, ପ୍ରକୃତ ଦୋଷୀକୁ ବାହାର କରି ଦଣ୍ଡ ଦିଅ। ସେଠୁ ଗୀତା କହିଲେ କି ସେଥିପାଇଁ ତମକୁ କିଛି ପ୍ରମାଣ ଯୋଗାଡ଼ କରିବାକୁ ପଡ଼ିବ, ତାପରେ ଯାଇ ତମକୁ ମୁଁ ଦୋଷମୁକ୍ତ କରିପାରିବି। ତମେ ଛାଡ଼ ପାଇପାରିବ। ସେଠୁ ସମର କାନ୍ଦିବାରେ ଲାଗିଲେ, କହିଲେ କି ମୋତେ ପ୍ଲିଜ୍ କ୍ଷମା କହିଦିଅ, ମୁଁ ତମକୁ ଚିହ୍ନି ପାରିଲିନି। ଯଦି ମୁଁ ସେତେବେଳେ ତମ କଥା ମାନିଥାନ୍ତି ତାହେଲେ ଆଜି ମୋ ସହିତ ଏମିତି ହୋଇନଥାନ୍ତା। ସେଠୁ ଗୀତା କହିଲେ କି ଏବେ ତମର ବୁଦ୍ଧି ଆସୁଛି, ସେତେବେଳେ ଯଦି ଏ ବୁଦ୍ଧି ଆସିଥାନ୍ତା ତାହେଲେ ଆଜି ଏମିତି ହୋଇନଥାନ୍ତା। ଆଉ ଦେଖ, ଯେଉଁ ଗୀତାକୁ ତମେ ଛାଡ଼ପତ୍ର ଦେଇ ଘରୁ ବାହାର କରିଦେଇଥିଲ ସେଇ ଗୀତା ଆଜି ବିଚାରପତି, ଆଉ ତମର ବିଚାର କରୁଛି। ଏବେ ତୁମ ସହିତ ମୁଁ କିଛି ବି କରିପାରିବି। ତମେ ମୋ ଉପରେ କହିଥିବା ନିର୍ଯାତନାର ପ୍ରତିଶୋଧ ବି ନେଇପାରିବି, କିନ୍ତୁ ମୁଁ ସେମିତି କରିବିନି, କାରଣ ମୁଁ ଜଣେ ଓଡ଼ିଆ ବୋହୂ। ଓଡ଼ିଆ ବୋହୂ ଯେତେବେଳେ ବି ନିଜ ସ୍ୱାମୀଙ୍କ ପ୍ରତି ନିଷ୍ଠୁର ହୋଇପାରିବନି। ଠିକ୍ ଅଛି, ତମେ ସିନା ତମ କର୍ତ୍ତବ୍ୟ କଲ ନାହିଁ, ହେଲେ ମୁଁ ମୋ କର୍ତ୍ତବ୍ୟ କରିବି। ତମେ କେବେ ବି କାହାକୁ କହିବନି କି ମୁଁ ତମ ସ୍ତ୍ରୀ ବୋଲି, ତାହେଲେ ଯାଇ ତମକୁ ସାହାଯ୍ୟ କରିପାରିବି। ସେଠୁ ହଁ କରି ସମର ସେଠୁ ପଳେଇଲେ। ଆଉ ଗୀତା ଏବେ ଚିନ୍ତାରେ ପଡ଼ିଯାଇଥିଲେ କ'ଣ କରିବେ ବୋଲି, କାରଣ 2 ଦିନ ପରେ ସେ କେସ୍ର ଶେଷ ଶୁଣାଣି ଥିଲା। ଏବେ ଗୀତାକୁ ପତ୍ନୀ ଧର୍ମ ପାଳନ କରିବାର ଥିଲା, ଜଣେ ନିର୍ଦ୍ଦୋଷକୁ ଦୋଷମୁକ୍ତ କରିବାର ଥିଲା। କାରଣ ସେ ହିଁ ଏକା ଜାଣିଥିଲେ କି ସମର କେବେ ବି କାହାକୁ ହତ୍ୟା କରିପାରିବେନି। ସେ ତାଙ୍କ ସହିତ ଏତେ ବଡ଼ ଅନ୍ୟାୟ କରିଥିଲେ ସତ, ହେଲେ କେବେ ବି ହତ୍ୟା କରିନଥିବେ। ତ ସେ ସମରକୁ ନିର୍ଦ୍ଦୋଷ ପ୍ରମାଣ ଯୋଗାଡ଼ କରିବା ଲାଗିଲେ। ଆଉ ସମୟ ବି ମାତ୍ର 2 ଦିନ ହାତରେ ଥିଲା। ସେ ସେହିଦିନ ରାତିରେ ହିଁ ବାହାରି ପଡ଼ିଲେ ପ୍ରମାଣ ଯୋଗାଡ଼ କରିବାକୁ। ମୃତ ମହିଳାଙ୍କ ଖାସ୍ ସାଙ୍ଗକୁ ଭେଟିବାକୁ ଚାଲିଗଲେ। ତାଙ୍କୁ ବହୁତ କିଛି ପଚରାଉଚରା ବି କଲେ, ହେଲେ କିଛି ବି ହାତକୁ ଆସିଲାନି। ରାତି 12ଟା ବାଜି ଯାଇଥିଲା। ଆଉ ହତାଶ ମନରେ ଘରକୁ ଫେରିଲେ। ପୁଣି ତା ପରଦିନ ତାଙ୍କ ପାଇଁ ଥିଲା ଅଗ୍ନି ପରୀକ୍ଷା। ନିଜ କୋର୍ଟ ଡ୍ୟୁଟି ସାରି ସେ ଝିଅ ରହୁଥିବା ସ୍ଥାନରେ ପହଞ୍ଚିଗଲେ। ନିଜ ପରିଚୟ ଗୋପନ ରଖି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କଲେ। ଦୀର୍ଘ 1 ଘଣ୍ଟା କଥା ହେବା ପରେ ସେ ଝିଅର ଜଣେ ସାଙ୍ଗ କଥା ଜଣାପଡ଼ିଲା। ସେ ଝିଅ ସହିତ ଗତ 5 ଦିନ ହେଲା ଜଣେ ପୁଅକୁ ଦେଖୁଥିଲେ ସ୍ଥାନୀୟ ଲୋକ, ହେଲେ ସେ ପୁଅ କିଏ କେହି ବି କହିପାରୁନଥିଲେ। ଶେଷରେ ଗୋଟିଏ ଉପାୟ ପାଞ୍ଚିଲେ ଗୀତା। ସେଠାରେ ଥିବା ଏକ ସିସିଟିଭିର ଫୁଟେଜ୍ ଯାଞ୍ଚ କଲେ। ଆଉ ସିସିଟିଭି ଫୁଟେଜରୁ ସେ ଯୁବକଙ୍କ ପରିଚୟ ଜଣାପଡ଼ିଗଲା। ସେ ହେଲେ ବସନ୍ତ ଜେନା। ସେଠୁ ପଚାରି ପଚାରି ସେ ଯୁବକଙ୍କ ଘରେ ପହଞ୍ଚିଗଲେ ଗୀତା। ବାହାରେ ଥାଇ କବାଟ ଠକ୍ ଠକ୍ କଲେ। ବସନ୍ତଙ୍କ ସାଙ୍ଗ କବାଟ ଖୋଲିଲେ ଆଉ ଗୀତାଙ୍କୁ ଦେଖି ପଚାରିଲେ କି ଆପଣ କିଏ? ଗୀତା ସେ ଯୁବତୀଙ୍କ ସାଙ୍ଗ ବୋଲି ପରିଚୟ ଦେବା ପରେ ସେ ଯୁବକ ଜଣକ ତାଙ୍କୁ ଭେଟିବାକୁ ଡାକିନେଲେ। ଆଉ କିଛି ସମୟ ପରେ ବସନ୍ତ ଆସି ପହଞ୍ଚିଗଲେ। ଯେତେବେଳେ ସେ ଗୀତାକୁ ଦେଖିଛନ୍ତି କାହିଁକି କେଜାଣି ଚମକି ପଡ଼ିଲେ। ଗୀତା ନିଜର ଜଜ୍ ଷ୍ଟାଇଲରେ ବସନ୍ତଙ୍କୁ ପଚରା ଉଚରା ଆରମ୍ଭ କରିଦେଲେ। ପ୍ରଥମେ ତ ବସନ୍ତ ମନା କରୁଥିଲା। 2 ଘଣ୍ଟା ପରେ ଯେତେବେଳେ ଗୀତା କହିଲେ କି ମୋ ପାଖରେ ପ୍ରମାଣ ଅଛି, ଆଉ ଯଦି ମିଛ କହିବ ତାହେଲେ ଏବେ ପୋଲିସ ଡାକି ତମକୁ ଆରେଷ୍ଟ କରେଇବି, ଧମକ ଦେଲେ ଗୀତା। ବସନ୍ତ ସତ ମାନିନେଲେ। ଆଉ ଯାହା ଶୁଣିଲେ ଗୀତାଙ୍କର ହୋସ୍ ଉଡ଼ିଗଲା। ସେ କହିଲେ କି ସେ ମୃତ ଯୁବତୀ ଜଣକ ହେଲେ ରୀମା। ରୀମା ମୋ ଆଗରୁ ସମର ସହିତ ସମ୍ପର୍କରେ ଥିଲେ। ହେଲେ ଯେତେବେଳେ ସେ ଜାଣିଲା କି ସମର ବିବାହିତ ଆଉ ତାଙ୍କ ସ୍ତ୍ରୀ ସହିତ ସେମାନଙ୍କ ସମ୍ପର୍କକୁ ନେଇ ଝଗଡ଼ା ଚାଲୁଛି, ସେ ସମରଠାରୁ ସମ୍ପର୍କ ତୁଟାଇବା ପାଇଁ ଚାହୁଁଥିଲା। ସେତେବେଳେ ତାଙ୍କର ମୋ ସହିତ ଦେଖା ହୋଇଥିଲା। ଆଉ ପ୍ରଥମେ ଯଦିଓ ମୁଁ ତାଙ୍କୁ ଭଲ ପାଇ ବସିଥିଲି, କିନ୍ତୁ ପରେ ତାଙ୍କ ଚରିତ୍ର ବିଷୟରେ ମୋତେ ଜଣାପଡ଼ିଗଲା ଆଉ ମୁଁ ବି ତାଙ୍କଠାରୁ ଦୂରେଇ ଗଲି। ହେଲେ ସେ ମୋ ପଛରେ ପଡ଼ିଯାଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ଥିଲା କି ସେ ସମରଙ୍କ ସହିତ ସମ୍ପର୍କ କାଟିଦେବା କଥା ତ କହୁଥିଲେ, କିନ୍ତୁ କାଟି ନଥିଲେ। ସେ କଥା ଜାଣିବା ପରେ ମୁଁ ତାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଇଥିଲି। ଆଉ ସେ ମୋତେ ଫୋନ୍ କରି ବାଧ୍ୟ କରୁଥିଲା ତା ସହିତ ମିଶିବା ପାଇଁ। ଆଉ ସେଦିନ ବି ସେ ମୋ ସହିତ ଆମ ସମ୍ପର୍କ ବିଷୟରେ ମୋତେ ବାଧ୍ୟ କରୁଥିଲା, ହେଲେ ମୁଁ ସଫା ମନା କରିଦେଲି। ତାପରେ ସେ ମୋତେ ବ୍ଲାକମେଲ୍ କରିବାକୁ ଲାଗିଲା। କହିଲା ଯଦି ତମେ ମୋ କଥାରେ ରାଜି ହେବନି ତାହେଲେ ମୁଁ ସୁଇସାଇଡ୍ କରିକି ସୁଇସାଇଡ୍ ନୋଟ୍ରେ ତମ ନାଁ ଲେଖିବି। ମୁଁ ଭାବିଲି ସେ ମୋତେ ଏମିତି କହୁଛି। ତେବେ ଆଉ ଅଧଘଣ୍ଟା ପରେ ଜଣାପଡ଼ିଲା କି ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି। ମୁଁ ବହୁତ ଡରିଗଲି। ଭାବିଲି କି ଯଦି ସତରେ ସେ ମୋ ନାଁ ଲେଖିଦେଇଥିବ ତାହେଲେ ମୁଁ ଫସିଯିବି। ତେଣୁ ମୁଁ ତୁରନ୍ତ ଲୁଚି ଲୁଚି ସେ ରହୁଥିବା ଘରେ ପହଞ୍ଚିଗଲି। ହେଲେ ଏମିତି କୌଣସି ନୋଟ୍ ପାଇଲିନି। ତେବେ ମୋର ସନ୍ଦେହ ହେଲା, କାରଣ ପୋଲିସ ଏବେ ମୋତେ ବି ସନ୍ଦେହ ଘେରକୁ ନେଇପାରେ। ତେଣୁ ମୁଁ ଘଟଣାକୁ ପୁରା ମୋଡ଼ିଦେଲି।
ମିଛରେ ଏକ ସୁଇସାଇଡ୍ ନୋଟ୍ ଲେଖି ମୋ ମୃତ୍ୟୁ ପାଇଁ ସମର ଦାୟୀ ବୋଲି ଲେଖିଦେଲି। ଆଉ ସମରକୁ ଫୋନ୍ ବି କରି ଡକେଇଦେଲି ଏମିତି ଘଟଣା ଘଟିଯାଇଛି ବୋଲି। ଆଉ ସମର ଆସି ପହଞ୍ଚିବା ପରେ ଝିଅ ସ୍ୱରରେ ପୋଲିସକୁ ବି ଡାକିଦେଲି। ସମର ରିମାକୁ ହତ୍ୟା କରିଦେଇଛି। ଆପଣ ଜଲ୍ଦି ଆସନ୍ତୁ। ପୋଲିସ ଆସିବା ବେଳକୁ ସମର ରିମାଙ୍କୁ କୋଳରେ ଧରି କାନ୍ଦୁଥିଲା। ଆଉ ପୋଲିସ ବି ସମରକୁ ହତ୍ୟାକାରୀ ବୋଲି ଧରିନେଲା। ସୁଇସାଇଡ୍ ନୋଟ୍ ଜବତ ହେବା ପରେ ସମର ଦୋଷୀ ବୋଲି ପୋଲିସ ବୋଧେ ନିଶ୍ଚିତ ହୋଇଗଲା। ବସନ୍ତ ମୁହଁରୁ ଏତିକି ଶୁଣି ଗୀତା ତ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ଜଣେ ନିଜକୁ ବଞ୍ଚାଇବା ପାଇଁ ଏମିତି କରିପାରେ? ସଙ୍ଗେ ସଙ୍ଗେ ବସନ୍ତଙ୍କୁ କହିଲେ କି ତମେ ବି ଦୋଷୀ। ଘଟଣା ସମ୍ପର୍କରେ ତମେ ପୋଲିସକୁ ଜଣାଇବାର ଥିଲା, ହେଲେ ସେମିତି ନ କରି ଆଉ ଜଣେ ନିର୍ଦ୍ଦୋଷକୁ ଏଥିରେ ମିଛରେ ଫସାଇଦେଲ। ହେଲେ ମ୍ୟାଡାମ, ମୋର ଏଥିରେ କିଛି ଦୋଷ ନାହିଁ। ରିମାଙ୍କ ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। ଏତିକି କହି ବସନ୍ତ କାନ୍ଦି ପକାଇଲେ। ଗୀତା ଏସବୁର ରେକର୍ଡିଂ କରିସାରିଥିଲେ। ସେଠାରୁ ତୁରନ୍ତ ପଳେଇ ଆସିଲେ। ଆଉ ପରଦିନ ଥିଲା ସୁଆଇଁର ଦିନ। ଠିକ୍ ସମୟରେ ପୋଲିସ ସମରକୁ ନେଇ କୋର୍ଟରେ ପହଞ୍ଚିଗଲା। ଗୀତା ବି ନିଜ ସିଟ୍ରେ ବସିଗଲେ। ଆଉ ଯେତେବେଳେ ସରକାରୀ ଓକିଲ ସମରକୁ ଦୋଷୀ ସଜାଇ ଯୁକ୍ତି କରିବା ଆରମ୍ଭ କରିଦେଲେ, ମ୍ୟାଡାମ ଗୀତା ତ ଏକ ପ୍ରକାର ଗର୍ଜି ଉଠିଲେ। ସରକାରୀ ଓକିଲ ପୋଲିସ ଉପରେ ଗାଳି କରିବା ଆରମ୍ଭ କରିଦେଲେ। କେସ୍ର ସଠିକ୍ ତଦନ୍ତ ନ କରି କେମିତି ଜଣେ ନିର୍ଦ୍ଦୋଷକୁ ଦୋଷୀ ସଜାଇ ଦେଲ? ଓଲଟା ପ୍ରଶ୍ନ କଲେ ଗୀତା। ବିଚାରପତିଙ୍କ ଏମିତି ରୂପ ଦେଖି ସେଠାରେ ଥିବା ସମସ୍ତେ ଡରିଗଲେ। ଗୀତା ନିଜେ ରେକର୍ଡିଂ କରିଥିବା ସବୁ ପ୍ରମାଣ ସେଠାରେ ଦେଖାଇଲେ। ଆଉ ଟିକେ ସମୟ ପରେ ସମରକୁ ନିର୍ଦ୍ଦୋଷ ବୋଲି ରାୟ ଶୁଣାଇଲେ। ତା ସହିତ ବସନ୍ତକୁ ପୋଲିସକୁ ଦିଗହରା କରାଇବା ଦୋଷରେ 2 ବର୍ଷ ଦଣ୍ଡାଦେଶ ଶୁଣାଇଦେଲେ। କୋର୍ଟ କାମ ସରିଲା। ଗୀତା ବି ଉଠି ବାହାରକୁ ଆସିଲେ। ସେତେବେଳକୁ ସମର ମୁଣ୍ଡ ନୁଆଇଁ ହାତ ଯୋଡ଼ି ଗୀତାଙ୍କ ଆଗରେ କାନ୍ଦ କାନ୍ଦ ହୋଇ ଅନୁରୋଧ କରୁଥିଲେ କି ପୁଣି ତାଙ୍କ ଜୀବନକୁ ଫେରି ଆସିବାକୁ। ହେଲେ ଗୀତା ମନା କରିଦେଲେ। କହିଲେ, ମାନବିକତା ଦୃଷ୍ଟିରୁ ମୁଁ ତମକୁ ସାହାଯ୍ୟ କଲି। ମୁଁ ଜାଣିଥିଲି ତମେ କେବେ ବି ହତ୍ୟା କରିପାରିବନି, ତେଣୁ ବିପଦରୁ ବରଣ କରି ତମକୁ ସାହାଯ୍ୟ କଲି। ହେଲେ ତମେ ମୋ ସହିତ ଯାହା କହିଛ ମୁଁ କେବେ ବି କ୍ଷମା କରିବିନି। ତ ତବ ଜୀବନକୁ ଫେରି ଆସିବାର ପ୍ରଶ୍ନ ଉଠୁନି। ଏହା ମୋ ତରଫରୁ ତମ ପାଇଁ ସବୁଠୁ ବଡ଼ ଦଣ୍ଡ। ଏତିକି କହି ସେ ସେଠାରୁ ପଳେଇଲେ। ଆଉ ସମର ସେମିତି ଗୀତାକୁ ଅନେଇ ରହିଥିଲେ। ତ କାହିଁଟି ଏତିକି ଥିଲା। ନାରୀ ଚାହିଁଲେ ସବୁକିଛି କରିପାରିବ। ପୁରୁଷକୁ ଗଢ଼ିପାରିବ, ପୁରୁଷକୁ ନଷ୍ଟ ବି କରିପାରିବ। ହେଲେ ପୁରୁଷମାନେ ସେ କଥାକୁ ବୁଝି ନ ପାରି ନାରୀକୁ ଅବହେଳା କରି ଚାଲନ୍ତି, ଯାହାର ଫଳସ୍ୱରୂପ ଏମିତି ଭୋଗ କରିବାକୁ ପଡ଼ିବ। ତ ଗୀତା ସମରଙ୍କ ଜୀବନକୁ ଫେରି ଆସିବାର ଥିଲା ନା? କମେଣ୍ଟ ବକ୍ସରେ ଜଣାଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ।